ଓଂ ସାଇନାଥାୟ ନମଃ। ସାଇ ବିଶ୍ୱାସ ଚ୍ୟାନେଲକୁ ସ୍ୱାଗତମ। ଆପଣମାନେ ସମସ୍ତେ ଭଲରେ ଥିବେ। ସାଇଙ୍କ କୃପାରୁ ମୁଁ ବି ଭଲରେ ଅଛି। ଆପଣମାନଙ୍କ ପାଇଁ ଏହି ଭିଡ଼ିଓଟି ସାଇବାବା ଭକ୍ତମାନଙ୍କୁ କିପରି ପରୀକ୍ଷା ନେଇଥିଲେ ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ଏହି ଅଧ୍ୟାୟରେ ହେମତପଥ ପୁନେ ନିବାସୀ ବିନାୟକ ହରିଶ୍ଚନ୍ଦ୍ର ଠାକୁର ଓ ଅନନ୍ତରାଓ ଓ ପଣ୍ଡରପୁରରେ ଜଣେ ଓକିଲଙ୍କ କଥା ବର୍ଣ୍ଣନା କରିଛନ୍ତି। ଏହିସବୁ କଥା ଅତି ଉପଦେୟ ଓ ମନୋରଞ୍ଜନ। ମନନପୂର୍ବକ ଏହାକୁ ଶ୍ରବଣ କରି ଆଚରଣ ପ୍ରୟୋଗ କଲେ ପାଠକରଣ ନିଶ୍ଚୟ ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବେ, ଏଥିରେ ସନ୍ଦେହ ନାହିଁ। ପ୍ରାରମ୍ଭ। ଏହା ଏକ ସାଧାରଣ ନିୟମ ଯେ ଗତ ଜନ୍ମର ଶୁଭ କର୍ମର ଫଳସ୍ୱରୂପ ହିଁ ଆମକୁ ସନ୍ତଙ୍କର ସାନ୍ନିଧ୍ୟ ଏବଂ ତାଙ୍କର କୃପାପ୍ରାପ୍ତ ହେବ। ଉଦାହରଣ ସ୍ୱରୂପ ହେମତପଥ ସ୍ୱୟଂ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି। ଅନେକ ବର୍ଷ ପର୍ଯ୍ୟନ୍ତ ସେ ମୁମ୍ବାଇର ଉପକଣ୍ଠ ବାନ୍ଦ୍ରାର ସ୍ଥାନୀୟ ନ୍ୟାୟାଧୀଶ ଥିଲେ। ମୌଲାନୀ ନାମରେ ଜଣେ ମୁସଲିମ ସନ୍ଥ ସେଠାରେ ବାସ କରୁଥିଲେ। ତାଙ୍କର ଦର୍ଶନ ନିମିତ୍ତ ବହୁ ହିନ୍ଦୁ ଓ ପାର୍ସୀ ଓ ଅନ୍ୟ ଧର୍ମବିଜୟୀ ଆସୁଥିଲେ। ପୀରଙ୍କ ମୁଜାବରା ପୂର୍ବକ ହେମତପଥଙ୍କୁ ତାଙ୍କର ଦର୍ଶନ କରାଇବା ନିମନ୍ତେ ବହୁବାର ଆଗ୍ରହ ପ୍ରକାଶ କରୁଥିଲେ, କିନ୍ତୁ କୌଣସି ନା କୌଣସି କାରଣରୁ ତାହା ହୋଇପାରୁନଥିଲା। ଅନେକ ବର୍ଷ ପରେ ଯେତେବେଳେ ତାଙ୍କର ଶୁଭ ସମୟ ଆସିଲା, ସେ ଶିରିଡ଼ିରେ ପହଞ୍ଚିଲେ ଏବଂ ବାବାଙ୍କ ଦରବାରକୁ ଯାଇ ସ୍ଥାୟୀ ରୂପେ ସମ୍ମିଳନୀ ହୋଇଗଲା। ଭଗବାନଙ୍କର ସନ୍ଥ ସମାଗମ ପ୍ରାପ୍ତି ହେବା କିପରି? ଯେଉଁମାନଙ୍କର ଏପରି ସୁଯୋଗ ମିଳିଛି ସେମାନେ ନିଶ୍ଚିନ୍ତ ସୌଭାଗ୍ୟଶାଳୀ ହୁଅନ୍ତି। ସନ୍ଥଙ୍କ ଦ୍ୱାରା ଲୋକଶିକ୍ଷା। ଅନାଦି କାଳରୁ ସନ୍ଥମାନଙ୍କ ଦ୍ୱାରା ଲୋକଶିକ୍ଷା କାର୍ଯ୍ୟ ସମଗ୍ର ବିଶ୍ୱରେ ସମ୍ପନ୍ନ ହୋଇଥିଲା। ଭିନ୍ନ ଭିନ୍ନ ସ୍ଥାନରେ ଓ ସମୟରେ କୌଣସି ନିର୍ଦ୍ଧାରିତ ଉଦ୍ଦେଶ୍ୟ ପୂରଣ ନିମନ୍ତେ ସନ୍ଥମାନେ ପ୍ରକଟ ହୁଅନ୍ତି। ଯଦିଓ ସେମାନଙ୍କର କାର୍ଯ୍ୟସ୍ଥଳ ଭିନ୍ନ ହୋଇଥାଏ, ସେ ସମସ୍ତେ ପୂର୍ଣ୍ଣତଃ ଏକ ଅଟନ୍ତି। ସେ ସମସ୍ତେ ସେହି ସର୍ବଶକ୍ତିମାନ ପରମେଶ୍ୱରଙ୍କ ସଞ୍ଚାଳନ ଶକ୍ତି ଅନ୍ତର୍ଗତ ସମବର୍ତ୍ତୀ ଲହଡ଼ି ଭଳି କାର୍ଯ୍ୟ କରନ୍ତି। ପ୍ରତ୍ୟେକର କାର୍ଯ୍ୟ ସମ୍ପର୍କରେ ସେମାନେ ଗୋଚର ରଖିଥାନ୍ତି ଏବଂ ଆବଶ୍ୟକ ଅନୁସାରେ ପରସ୍ପର କାର୍ଯ୍ୟ ପୂରଣ କରିଥାନ୍ତି, ଯାହା ନିମିତ୍ତ ଘଟଣାରୁ ସ୍ପଷ୍ଟ ହୋଇଥାଏ ଯେ ସାଇବାବା ନିଶ୍ଚିତ ଭକ୍ତମାନଙ୍କର ଦୁଃଖ ଓ ଦୁର୍ଦ୍ଦଶାରେ ଦୂର କରୁଥିଲେ ବି। ଏବେ ଠାକୁର ନାମକ ଜଣେ ବ୍ୟକ୍ତି ରାଜସ୍ୱ ବିଭାଗରେ କାର୍ଯ୍ୟ କରୁଥିଲେ। ଥରେ ଜମି ମାପଚୁପ କରୁଥିଲେ। ତାଙ୍କର କେତେକ ସହକର୍ମୀଙ୍କ ସହ ସେ ବେଲଗାଁ ନିକଟସ୍ଥ ବଡ଼ ଗାଁକୁ ଯାଉଥିଲେ। ସେଠାରେ ଜଣେ କାନାଡାସ୍ଥି ଅଫିସରଙ୍କର ଦର୍ଶନ ହେଲା। ତାପରେ ସେ ଶ୍ରବଣ କଲେ। କିଛି ସମୟ ପରେ ଯେତେବେଳେ ସେ ବିଦାୟ ନେବାକୁ ନିମନ୍ତ୍ରଣ କଲେ, ନାନାସାହେବଙ୍କ ସହ ଯାଇ ନ ପାରିବାରୁ ତାଙ୍କ ମନରେ ଭୀଷଣ ଦୁଃଖ ହେଲା ଓ ସେ ଅନୁତାପ କରିବାକୁ ଲାଗିଲେ। ତାପରେ ଆଉ ବିଳମ୍ବ ନ କରି ଶିରିଡ଼ି ବାହାରିଲେ, କିନ୍ତୁ ପହଞ୍ଚିଲା ପରେ ପୂର୍ବଦିନ ନାନାସାହେବ ଫେରିଯାଇଥିବା ଶୁଣି ମନରେ ପୁଣି ଦୁଃଖ ହେଲା। କୌଣସି ସେଠାରେ ଦେଖାଦେଲା ନାହିଁ, କିନ୍ତୁ ବନ୍ଧୁଙ୍କ ସହ ବାବା ଦର୍ଶନ ନିମିତ୍ତ ଗଲେ। ବାବାଙ୍କ ଦର୍ଶନ କଲେ ଏବଂ ତାଙ୍କର ଚରଣକମଳରେ ଆରାଧନା କରି ଆନନ୍ଦରେ ପ୍ରଫୁଲ୍ଲିତ ହେଲେ। ତାଙ୍କର ସର୍ବାଙ୍ଗ ଶରୀର ରୋମାଞ୍ଚିତ ହୋଇଗଲା ଏବଂ ନୟନରୁ ଦୁଇଟୋପା ଅପବିତ୍ର ଅଶ୍ରୁଧାରା ବୋହିବାକୁ ଲାଗିଲା। ମଇଁଷି ସବାରି ପରି ଏହି ସ୍ଥାନକୁ ମାର୍ଗ ଏତେ ସୁଗମ ନୁହେଁ। ଆଧ୍ୟାତ୍ମିକ ପଥରେ ଯାତ୍ରା କରିବା ନିମିତ୍ତ ତୁମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଏହି ମାର୍ଗ ଅତ୍ୟନ୍ତ କଠିନ। ବିନା ମାର୍ଗରେ କିଏ ପଥ ଯାଇନାହାନ୍ତି। ଯୋଡ଼ି ବାବାଙ୍କ ଚରଣରେ ସେ ମସ୍ତକ ରଖିଲେ ଏବଂ ପ୍ରାର୍ଥନା କଲେ କି, ପ୍ରଭୁ ମୋ ଉପରେ କୃପା କରନ୍ତୁ ଏବଂ ଅନାଥକୁ ଆପଣଙ୍କର ଚରଣରେ ସତ୍ୟ ଶୀତଳ ଛାୟାରେ କିଞ୍ଚିତ୍ ଲାଞ୍ଛିତ ସ୍ଥାନ ଦିଅନ୍ତୁ। ବାବା କହିଲେ, ଆସ୍ପା, ଯାହା
ଯାହା ହିଁ ଥିଲା ତାହା ସତ୍ୟ। ତାଙ୍କୁ ଅଭ୍ୟାସ କରି ଆଚରଣରେ ପ୍ରୟତ୍ନ କରିବାକୁ ପଡ଼ିବ। ଆଚରଣ ପ୍ରୟୋଗରେ ଅନ୍ୟଥା ଲାଭ କ'ଣ? ଗୁରୁ କୃପା ବିନା ଗ୍ରନ୍ଥଲୋଚନା ତଥା ଆତ୍ମନିହିତ ନିରର୍ଥକ ଅଟେ। ଶ୍ରୀ ଠାକୁରାଚାର୍ଯ୍ୟ କହିଛନ୍ତି ଯେ ବିଚାରସାଗରର ଗ୍ରନ୍ଥର ସିଦ୍ଧାନ୍ତ ପ୍ରକରଣ ପଢ଼ିଥିଲେ କିନ୍ତୁ ବାର ପ୍ରତ୍ୟେକ ବ୍ୟବହାର ପ୍ରଣି ଜ୍ଞାନ ଶିରିଡ଼ିରେ ଲାଭ କଲେ। ପୁନାରେ ଜଣେ ବ୍ୟକ୍ତି ଅନନ୍ତରାୟ ପାଟଣକର ସାଇବାବାଙ୍କର ଦର୍ଶନ ନିମିତ୍ତ ବଡ଼ ଇଚ୍ଛୁକ ଥିଲେ। ଶିରିଡ଼ି ଆସି ବାବାଙ୍କୁ ଦର୍ଶନ କଲେ। ଦର୍ଶନ ମାତ୍ରକେ ତାଙ୍କର ନେତ୍ର ଶୀତଳ ହୋଇଗଲା ଏବଂ ସେ ବଡ଼ ପ୍ରସନ୍ନ ଅନୁଭବ କଲେ। ବାବାଙ୍କର ଶ୍ରୀଚରଣରେ ସ୍ପର୍ଶ କଲେ ଯେ ଯଥାଯୋଗ୍ୟ ପୂଜା କରିବା ଉପରୋକ୍ତ କହିଲେ ମୁଁ ବହୁତ କିଛି କରିଛି। ବାବାଙ୍କ ପାଇଁ ମୁଁ ବହୁତ ଦୂରରୁ ଧାଇଁ ଆସିଛି। ମନ ପ୍ରାଣ ଲୟ ଦେଇ ଆପଣଙ୍କ ଶ୍ରୀଚରଣରେ ନତମସ୍ତକ ଭାବେ ମୁଣ୍ଡ ନୁଆଁଉଛି। ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ତାହେଲେ କମେଣ୍ଟ କରିବେ, ଲାଇକ୍ କରିବେ ଆଉ ସବସ୍କ୍ରାଇବ୍ କରିବେ। ଓଁ ସାଇନାଥାୟ ନମଃ।